ଲୋକଙ୍କର ସରକାର 7 ମାସ ପରେ ଆଉ ଲୋକମାନଙ୍କ ସହିତ ନାହାନ୍ତି। ଦୁଃଖର ବିଷୟ, ଗଙ୍ଗୁଆ ନଦୀ ବର୍ତ୍ତମାନ ଗଙ୍ଗୁଆ ନାଳ ଭାବରେ ପରିଚିତ ହୋଇଯାଇଛି। କଲେକ୍ଟରଙ୍କୁ ଯଦି ବିଧାୟକ ଫୋନ କରୁଛନ୍ତି, ଅଧଘଣ୍ଟା ଭିତରେ ପୁରୀରୁ ପିପିଲି ଆସିକି ପହଞ୍ଚି ଯାଉଛନ୍ତି, କିନ୍ତୁ ଯେତେବେଳେ ଲୋକ ଏତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତା ପାଇଁ ତାଙ୍କର ସମୟ ନାହିଁ। କ୍ୟାନ୍ସର ଆଫେକ୍ଟେଡ ଲୋକମାନଙ୍କର ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି। ଏଇ ଗଙ୍ଗୁଆ ନଦୀର ପାଣିର କାରଣ ଯୋଗୁଁ ଲୋକମାନଙ୍କ ସରକାର ବର୍ତ୍ତମାନ ଲୋକମାନଙ୍କ ପାଖରେ ନାହିଁ। ଲୋକଙ୍କର ସରକାର 7 ମାସ ପରେ ଆଉ ଲୋକମାନଙ୍କ ସହିତ ନାହାନ୍ତି। ରଙ୍ଗ ମାରିବାରେ ବ୍ୟସ୍ତ, ମ୍ୟାଚ୍ ଚେଞ୍ଜ କରିବାରେ ବ୍ୟସ୍ତ, ଖାଇବାରେ ବ୍ୟସ୍ତ। ଇଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହା ସଞ୍ଜୟ ବାବୁ କହୁଥିଲେ ତାଙ୍କ ବକ୍ତବ୍ୟରେ, ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀର ପାଖାପାଖି 15ଟି ପଞ୍ଚାୟତ ଦୟା ନଦୀ ଉପରେ ଏଇ ଯୋଉ ଗଙ୍ଗୁଆ ନଦୀର ପାଣି ଉପରେ ନିର୍ଭର କରେ। ଏବଂ ଦୁଃଖର ବିଷୟ, ଗଙ୍ଗୁଆ ନଦୀ ବର୍ତ୍ତମାନ ଗଙ୍ଗୁଆ ନାଳ ଭାବରେ ପରିଚିତ ହୋଇଯାଇଛି। ସବୁ ଡ୍ରେନ୍ ପାଣି, ବିଶେଷ କରି ଭୁବନେଶ୍ୱର ପାଣି ନିଷ୍କାସନ କରାଯାଉଛି, ଡ୍ରେନେଜ ପାଣି ଯୋଉ ନିଷ୍କାସନ କରାଯାଉଛି ତାକୁ କୋଉଠି ନା କୋଉଠି ଆପଣ ଦେଖିବେ ସେ ଗଙ୍ଗୁଆ ନଦୀରେ ଯାଇକି ଜଏନ୍ କରୁଛି। ଇଏ ପ୍ରସଙ୍ଗକୁ ଗୁରୁତ୍ୱ ସହିତ ନେଇକି ଯଦି ସମାଧାନ କରିବାର ଲକ୍ଷ୍ୟ ରଖିଥାନ୍ତେ ମୋହନ ମାଝୀଙ୍କର ସରକାର ନିଶ୍ଚିତ ସଫଳତା ପାଇଥାନ୍ତେ। 100 କୋଟି ଟଙ୍କା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଡେଲାଙ୍ଗ ବ୍ଲକ ପାଇଁ ପିଇବା ପାଣିର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ପାଖାପାଖି 1.5 ବର୍ଷ ହେଇଗଲାଣି ଏବଂ ନୂତନ ସରକାର ଆସିଲା ପରେ ସେ କାର୍ଯ୍ୟ ମଧ୍ୟ ଠପ୍ ହେଇଯାଇଛି। ବର୍ତ୍ତମାନ ଇଏ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। କଲେକ୍ଟରଙ୍କୁ ଯଦି ବିଧାୟକ ଫୋନ କରୁଛନ୍ତି, ଅଧଘଣ୍ଟା ଭିତରେ ପୁରୀରୁ ପିପିଲି ଆସିକି ପହଞ୍ଚି ଯାଉଛନ୍ତି, କିନ୍ତୁ ଯେତେବେଳେ ଲୋକ ଏତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତା ପାଇଁ ତାଙ୍କର ସମୟ ନାହିଁ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହା ସଞ୍ଜୟ ବାବୁ କହୁଥିଲେ, ମାଛ ଯଦି ଦେଖିବେ ପ୍ରାୟ ମରିକି ଭାସୁଛି ଏବଂ ସେଇ ମାଛ ମାର୍କେଟରେ ବିକ୍ରି ହେଉଛି। ତାର ମଧ୍ୟ ତଦନ୍ତ କରିବା ଦରକାର। ବିଶେଷ କରି ମୋ ନିର୍ବାଚନ ମଣ୍ଡଳୀରେ କ୍ୟାନ୍ସର ଆଫେକ୍ଟେଡ ଲୋକମାନଙ୍କର ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି। ଏଇ ଗଙ୍ଗୁଆ ନଦୀର ପାଣିର କାରଣ ଯୋଗୁଁ, କାହିଁକିନା ଗାଧୋଇବା ପାଇଁ ପିଇବା ପାଇଁ ମଧ୍ୟ ପାଣି ବ୍ୟବହାର କରନ୍ତି। ଆର ମୋର ନିବେଦନ ରହିବ, ଆକୁ ତୁରନ୍ତ ସମାଧାନ କରିବା ପାଇଁ ଗୋଟେ ଟିମ୍ ଗଠନ କରନ୍ତୁ ଏବଂ ଟ୍ରିଟମେଣ୍ଟ ପ୍ଲାନ୍ ତାହା ଆମ ସରକାର ବେଳେ ପ୍ରପୋଜାଲ ଆପ୍ରୁଭାଲ ହେଇଥିଲା, କିନ୍ତୁ ତାକୁ କେବେ ସୁଦ୍ଧା ବର୍ତ୍ତମାନ ମୋହନ ମାଝୀଙ୍କର ସରକାର କାର୍ଯ୍ୟକାରୀ କରିବେ ଏବଂ ଲୋକମାନଙ୍କ ପାଖରେ ରହିବେ। ଯୋଉ କଥା ଦେଇଥିଲେ ଲୋକମାନଙ୍କ ସରକାର ବର୍ତ୍ତମାନ ଲୋକମାନଙ୍କ ପାଖରେ ନାହିଁ ଏବଂ ଭାରତ ବର୍ଷରେ ବୋଧେ ପ୍ରଥମ ରାଜ୍ୟ ହେବ ଓଡ଼ିଶା ଯୋଉଠି 7 ମାସ ଭିତରେ ଜନସାଧାରଣଙ୍କର ବିଶ୍ୱାସ ଏବଂ ଭରସା ବିଜେପିର ମୋହନ ମାଝୀଙ୍କର ସରକାର ଉପରୁ